पिता घेणा करो आम मिष्ट प्रणाम। बोला बाबा हैला अरे बापा धन आकाश विकास उठ बाबा उठ। अरे बापा धन आकाश पिता बापा धन विकास पिता तुम आसबार तो विलंब है कहीं पिता आपण न जानी आम राजा उद्यान को बुलवाई जाइलु पिता राजा उद्यान खेलु खेलु समय हो जाए पिता तुम कौन आमको क्षमा करबनी पिता। हाँ पिता भाई ठीक कहते राजा उद्यान को आम दुहे मिसी भ्रमण करने जाइलु। हेला बाबा हैला तुम्हें दुहे जिते बेले राजमहल को फेरी आसी ताहले आज मु तो बहुत खुशी रे धन पिता मु तो आज बहुत खुशी। पिता अरे बापा आकाश पिता तू हईछु ए घरर बड़ पुओ तू सिना विद्या शिक्षा रे उत्तीर्ण हो सारिछु हेले तो सान भाई विकास रे पूरा ए जाय तो पाठ पढ़ा बाकी रही जाइछि तू ताकू नहीं एमिति बुलाबुली करिबा कड़े तो पके ठीक होछि। पिता मु जाने पिता मु सब कथा जाने आसंता काली प्रातः समय रे मो सान भाई चली जीव से गुरुकुल आश्रम को विद्या शिक्षा निमंते। अरे बाप धन आकाश बाप धन विकास पिता तुम दुही उपस्थिति रे ना ए माणिक्य राजा प्रसाद आज हस खुशी रे नाची उठुछ धन हस खुशी रे नाची उठुछि। पिता तुम्हें दुहे हो छबर माणिक्य राज्यर कुलमंडन तुमको पाई आज मु धन्य मन कर धन धन्य मन करुछि। तुम्हें दुहे तो अट परा मनयन तारा तुम्हें दुहे तो अट परा मनयन तारा अंधर लौड़ी बाप मरंक पसरा अरे बाप धन विकास पिता आसंता काली तो चली जीवु विद्या शिक्षा निमित्तार्थे गुरुकुल आश्रम को सेठी सांग साथी मान सहित मिलमिशि पाठ पढ़ू आउ ए मो बाणिक राज्यर सुनाम अर्जन कर धन ए मो बाणिक राज्यर गौरव अर्जन करू। तबे ठीक है पिता आपने तो कथा को मो अक्षरे अक्षरे करी पालन
ପାଠ ପଢ଼ି ବଡ଼ ମଣିଷ ହେବି ଆଉ ଆମ ଏ ଦେଶର ସୁନାମ ଅର୍ଜନ କରିବି। ହରେ ଭାଇ। ଧନ। ପିତା କେବଳ ଆପଣଙ୍କ ଆଶୀର୍ବାଦ ମୋ ମୁଣ୍ଡ ଉପରେ ଥିଲେ ନିଶ୍ଚୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବି। ଆଉ ଭଲରେ ଭଲରେ ରାଜା ଉଦ୍ୟାନକୁ ଫେରି ଆସିବି। ହରେ ବାପ ଧନ ବିକାଶ, ତୋ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି ରେ ଧନ, ତୋ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି। ପିତା ବାପ ଧନ ଆକାଶ, ତୁମକୁ ମୁଁ ଗୋଟିଏ କଥା କହିବାକୁ ଚାହେଁ ପିତା। କଣ କହିବାକୁ ଚାହୁଁଛୁ? ତାହେଲେ ଶୀଘ୍ର ଶୀଘ୍ର କହୁନ। ପିତା ଆସନ୍ତାକାଲି ତ ମୋ ସାନ ଭାଇ ଚାଲିଯିବ ସେ ଗୁରୁକୁଳ ଆଶ୍ରମକୁ। ମୁଁ ଏକା ଘରେ ରହି କ'ଣ କରିବି ଯେ? ମୋତେ ବି ଅନୁମତି ଦେଲେ ମୁଁ ବନ ଅରଣ୍ୟ କରିବା ପାଇଁ ଯିବି। ହଁ ପିତା, ମୁଁ ଜଙ୍ଗଲ ବୁଲିବାକୁ ଯିବାକୁ ଚାହେଁ। ନାଇଁ ରେ ବାବା, ମୁଁ ତତେ ବଣ ଭ୍ରମଣ କରିବା ପାଇଁ କେବେ ଅନୁମତି ଦେଇପାରିବିନି ରେ ବାବା। ପିତା। କାହିଁକି ନା ସେଠାରେ ଅନେକ ହିଂସ୍ର ଜନ୍ତୁ ଅଛନ୍ତି, ବାଘ ଭାଲୁ ଇତ୍ୟାଦି ଅନେକ ବଡ଼ ବଡ଼ ହିଂସ୍ର ଜନ୍ତୁ ଅଛନ୍ତି। ନାଇଁ ପିତା। ତୋର ଯଦି କୌଣସି କିଛି ହେଇଯାଏ ତାହେଲେ ମୁଁ ବଞ୍ଚି ପାରିବି କେମିତି ରେ ବାବା? ନା ପିତା। ମୁଁ ବଞ୍ଚି ପାରିବି ଏମିତି କେମିତି? କହନି ପିତା, ତୁମେ ଏମିତି କହନି। ହେଲା ବାବା ହେଲା। ପିତା। ଯେତେବେଳେ ଯେତେବେଳେ ବଡ଼ ଭାଇ ବଣ ଭ୍ରମଣ କରିବା ପାଇଁ ଇଚ୍ଛା କରିଛନ୍ତି ତାହେଲେ ତାଙ୍କୁ ମନ କରିଛ କାହିଁକି? ଭାଇକୁ ଯିବାକୁ ଦିଅ ନା। ଠିକ ଅଛି ରେ ବାବା ଧନ ବିକାଶ, ତ ବଡ଼ ଭାଇ ଆକାଶରେ ଯେତେବେଳେ ବଣ ଭ୍ରମଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଅଛି, ମୁଁ ବା ମନା କରିବି କାହିଁକି? ପିତା। ତେବେ ଠିକ ଅଛି ରେ ବାବା, ତୁ ନିଶ୍ଚୟ ବଣ ଭ୍ରମଣ କରିବା ପାଇଁ ଯିବୁ। ହେଲେ ବାବା ମୁଁ ଶୀଘ୍ର ଯାଇ ଶୀଘ୍ର ଶୀଘ୍ର ଫେରି ଆସିବି। ପିତା ଆରେ ବାପ ଧନ ଆକାଶ, ପିତା ଆଜି ସମୟ ତ ଅନେକ ହେଲାଣି, ନା କଣ କହୁଛନ୍ତି ମହାମନ୍ତ୍ରୀ? ରାଜକୁମାର ଆକା କାଲି ପ୍ରାତ ସମୟରେ ଚାଲିଯିବେ ଆପଣ ବଣ ଭ୍ରମଣ କରିବା ପାଇଁ। ହେଲେ ରାଜକୁମାର ଦେଖି ଚାହିଁକି ଯିବେ, ସେଠାରେ ଅନେକ ହିଂସ ଜନ୍ତୁ ଥାନ୍ତି। ଆପଣ ଶୀଘ୍ର ଯାଇ ଶୀଘ୍ର ଶୀଘ୍ର ଫେରି ଆସିବେ ରାଜକୁମାର, ଶୀଘ୍ର ଶୀଘ୍ର ଫେରି ଆସିବେ। ନିଶ୍ଚୟ ମନ୍ତ୍ରୀ ମହାଶୟ। ରାଜକୁମାର ବିକା, ମନ୍ତ୍ରୀ ମହାଶୟ ଆପଣ ମଧ୍ୟ ବିଦ୍ୟା ଶିକ୍ଷାରେ ମନ ଦେଇ ପାଠ ପଢ଼ିବେ, ଆଉ ମନ୍ତ୍ରୀ ମହାଶୟ ଭଲରେ ଖାଇବେ, ଭଲରେ ଶୋଇବେ, ଆଉ ଦେହର ଯତ୍ନ ନେବେ। ତମେ ଠିକ କହିଛ ହେଲେ ବାବା ଆକାଶ ବିକାଶ, ପିତା। ଆଜି ସମୟ ତ ଅନେକ ହେଲାଣି, ଆସ ଆମେ ସମସ୍ତେ ମିଳିମିଶି ଯିବା ସେହି ବିଶ୍ରାମ କକ୍ଷକୁ। ଠିକ ଅଛି, ଆଉ ପିତା। ଆସନ୍ତାକାଲି ତୁମେ ଦୁହେଁ ଚାଲିଯିବ ପ୍ରାପ୍ତ ସମୟରେ ନିଜ ନିଜ କର୍ତ୍ତବ୍ୟ ପଥକୁ। ହଁ ପିତା। ତେବେ ଚାଲ ବାବା ସମସ୍ତେ ମିଳିମିଶି ଫେରିଯିବା। ଚାଲ।